श्रोताबंधु साहित्य संस्कृति चिंतन यूट्यूब चैनल को आपण मानकु मु स्वागत करुछि। ओम कर चरणम कृतम वाक्कायजम कर्म जम्बा श्रवण नयन जम्बा मानसम्बा अपराधम विहितम विहितम्बा सर्वमेतत् क्षमस्व। जय जय करुणाब्धे श्री महादेव शंभो। ओम नमः शिवाय। श्रोताबंधु पवित्र महाशिवरात्रिର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ଆଲୋଚନା ଯାହାର ଶୀର୍ଷକ ହେଉଛି ଜାଗର ରାତିର ପର୍ବ ମହାଶିବରାତ୍ରି। ଏହାର ଲେଖକ ହେଉଛନ୍ତି ଆମ ସମୟର ଜଣେ ବିଶିଷ୍ଟ ଲେଖକ ଆଲୋଚକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ। ଜାଗର ରାତିର ପର୍ବ ମହାଶିବରାତ୍ରି। ଭକ୍ତି ଉପାସନା ଧାରାରେ ସମଗ୍ର ବିଶ୍ୱରେ ଭାରତବର୍ଷର ସ୍ଥାନ ଅନନ୍ୟ। ଏହି ପୁଣ୍ୟଭୂମିରେ ପ୍ରତ୍ୟେକ ପର୍ବପର୍ବାଣୀରେ କିଛି ନା କିଛି ପୌରାଣିକ ପ୍ରସଙ୍ଗ ରହିଥାଏ। ଦେବାଧିଦେବ ମହାଦେବଙ୍କ ଅତି ପ୍ରିୟ ମହାନ ଶିବରାତ୍ରି ସମ୍ପର୍କିତ ପୁରାଣ ପ୍ରସଙ୍ଗ ଏଠି ଆଲୋଚନାର ବିଷୟ। ଏକଦା ବିଶ୍ୱ ନିର୍ମାତା ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କିଏ ଜାଣିବା ନିମନ୍ତେ ଆରମ୍ଭ ହୋଇଥିବା ପ୍ରୟାସ କ୍ରମଶଃ ସ୍ୱାର୍ଥ କୈନ୍ଦ୍ରିକ ହୋଇ ଭୟଙ୍କର ରୂପ ଧାରଣ କଲା। ସ୍ୱୟଂ ମହାଦେବ ଏହାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତତ୍କ୍ଷଣ ଏକ ସର୍ବବୃହତ୍ ଦିବ୍ୟ ଜ୍ୟୋତିର୍ଲିଙ୍ଗ ରୂପେ ପ୍ରତ୍ୟକ୍ଷ ହୋଇଥିଲେ। ଏହି ଜ୍ୟୋତିର୍ଲିଙ୍ଗର ଆଦି ଅନ୍ତ ଏବଂ ସ୍ୱରୂପ ନିରୂପଣ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ଦୁଇ ଦେବଙ୍କୁ ଅନୁଗ୍ରହ କରିଥିଲେ। ପ୍ରଥମେ ବ୍ରହ୍ମା ଏକ ହଂସ ରୂପ ଧାରଣ କରି ମହାଲିଙ୍ଗର ଅଗ୍ରଭାଗ ଦର୍ଶନ ନିମନ୍ତେ ମହାକାଶକୁ ଉଡ଼ି ଉଡ଼ି ଚାଲିଲେ। କିନ୍ତୁ ଅଗ୍ରଭାଗ ତ ଦୂରର କଥା, ଆନୁମାନିକ ରାସ୍ତା ମଧ୍ୟ ଅତିକ୍ରମ କରିପାରିଲେ ନାହିଁ। ଏହି ସମୟରେ ବ୍ରହ୍ମା ଦେଖିଲେ ଏକ ବାସହୀନ ଶୁଷ୍କ ଝରା କେତକୀ ପୁଷ୍ପ ଆକାଶରୁ ତଳକୁ ଖସୁଛି। ବ୍ରହ୍ମା ତାକୁ ନିଜ ପକ୍ଷରେ ସ୍ଥାନ ଦେଲେ ଏବଂ ନିଜର ପରିଚୟ ଦେଇ ପଚାରିଲେ, ହେ ପୁଷ୍ପ, ତୁମେ କେଉଁଠାରୁ ପତିତ ହେଲ? ନିକଟରେ କୌଣସି ବୃକ୍ଷର ସ୍ଥିତି ଅସମ୍ଭବ। ଏହା ଶୁଣି କେତକୀ ମହାଲିଙ୍ଗଙ୍କ ମସ୍ତକରୁ ଖସି ଆସିଥିବା କଥା କହିଥିଲେ। ଲିଙ୍ଗର ଶୀର୍ଷ ସ୍ଥାନର ମାର୍ଗ ଏବଂ ଦୂରତ୍ୱ ଜିଜ୍ଞାସା କରନ୍ତେ ପୁଷ୍ପ ଉତ୍ତର ଦେଲେ, ମୁଁ କେବେଠାରୁ ଲିଙ୍ଗ ତ୍ୟାଗ କରି ଆକାଶ ମାର୍ଗରେ ଖସୁଛି କହିପାରିବି ନାହିଁ। ଦୂରତ୍ୱ ଆକଳନ କରିବା ମୋ ଜ୍ଞାନ ବାହାରେ। ସେଇଠୁ ବ୍ରହ୍ମା ଜ୍ୟୋତିର୍ଲିଙ୍ଗ ଶୀର୍ଷକୁ ବୃଥା ଯାତ୍ରା ତ୍ୟାଗ କରି ଫେରିବା ନିଷ୍ପତ୍ତି ନେଲେ ଏବଂ କେତକୀକୁ ବ୍ରହ୍ମଲିଙ୍ଗର ମସ୍ତକରୁ ଆଣିଥିବା କଥା ସର୍ବସମ୍ମୁଖରେ ପ୍ରକାଶ କରିବା ପାଇଁ ବାଧ୍ୟ କରିଥିଲେ। କେତକୀ ମଧ୍ୟ ବ୍ରହ୍ମାଙ୍କ ପ୍ରତି ଭକ୍ତି ଅଥବା ଭୟର କାରଣରୁ ମିଛ କହିବାର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ବିଷ୍ଣୁ ବରାହ ରୂପ ଧାରଣ କରି ଲିଙ୍ଗର ଉତ୍ପତ୍ତି ସ୍ଥାନ ନିରୂପଣ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ବିଷ୍ଣୁ ଅତଳ ସାଗରର ଯେତେ ଯେତେ ଗଭୀରକୁ ଗଲେ ଜ୍ୟୋତିର୍ଲିଙ୍ଗ ସେତିକି ସେତିକି ପୋତି ହୋଇ ଯାଉଥିଲା। ବିଷ୍ଣୁ ମହାଲିଙ୍ଗର ଉତ୍ପତ୍ତି ସ୍ଥାନ ଦର୍ଶନ କରି ନ ପାରିବା ସ୍ୱୀକାର କରିଥିବା ବେଳେ ବ୍ରହ୍ମା ଗର୍ବର ସହିତ ମହାଲିଙ୍ଗ ଅଗ୍ରଭାଗ ଦର୍ଶନ କରି ସାକ୍ଷ୍ୟ ରୂପେ ଏହି କେତକୀ ପୁଷ୍ପକୁ ଆଣିଥିବା ବର୍ଣ୍ଣନା କରିଥିଲେ। ବ୍ରହ୍ମାଙ୍କ ଅନୁରୋଧ ଏବଂ ଚାପରେ ପଡ଼ି କେତକୀ ଫୁଲ ଅସତ୍ୟ ପ୍ରକାଶ କରିଥିଲା। ବ୍ରହ୍ମା ଏବଂ କେତକୀ ଫୁଲର ମିଥ୍ୟା ଆଶ୍ରୟପୂର୍ବକ ଶଠତା ସହ୍ୟ କରି ନ ପାରି ମହାଦେବ ମହାଲିଙ୍ଗରୁ ଉଗ୍ର ରୂପ ଧାରଣ କରି ବ୍ରହ୍ମା ମିଥ୍ୟାବାଦୀ ଏବଂ କେତକୀ ତାଙ୍କର ସହାୟତା କରି ଭୁଲ କରିଛି ବୋଲି ଚିତ୍କାର କରି କେତକୀ ଆଜିଠାରୁ ମୋ ନିକଟରେ ରହିବାର ଯୋଗ୍ୟତା ହରାଇଛି ବୋଲି କହିଲେ। ଶିବଙ୍କ ପୂଜା ଅର୍ଚ୍ଚନାରେ କେତକୀ ଫୁଲକୁ ବର୍ଜନ କରିବା ପାଇଁ ଭକ୍ତଗଣଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମାଙ୍କର ଯେଉଁ ମସ୍ତକ ମିଥ୍ୟାର ଆଶ୍ରୟ ନେଇ ମହାଦେବଙ୍କ ସମ୍ମୁଖରେ ମିଛ କହିଥିଲା, ସେହି ପଞ୍ଚମ ମସ୍ତକକୁ ମହାଦେବଙ୍କ ଆଦେଶରେ କାଳ ଭୈରବ ବ୍ରହ୍ମାଙ୍କ ବେକରୁ ଛେଦନ କରିଥିଲେ ଏବଂ ସମଗ୍ର ବ୍ରହ୍ମାଣ୍ଡରେ ବ୍ରହ୍ମାଙ୍କୁ ଅପୂଜ୍ୟ କରିଦେଇଥିଲେ। ସତ୍ୟବାଦୀ ରୂପେ ବିଷ୍ଣୁଙ୍କ ପ୍ରତି ପ୍ରସନ୍ନ ହୋଇ ଭୂପୃଷ୍ଠରେ ଏବଂ ବୈକୁଣ୍ଠରେ ସମୁଚିତ ସ୍ଥାନ ପ୍ରଦାନ କରିବା ସହିତ ଅଭିନ୍ନ ପୂଜା ଉପଭୋଗ କରିପାରିବେ ବୋଲି ଆଶୀର୍ବଚନ ଦେଇଥିଲେ।
ମହାଦେବଙ୍କ ମହାକ୍ରୋଧରୁ ଉଦ୍ଧାର ନିମନ୍ତେ ବ୍ରହ୍ମା ବିଷ୍ଣୁ ଅନେକ ଆରାଧନା କରି ଲିଙ୍ଗରାଜଙ୍କୁ ସନ୍ତୁଷ୍ଟିପୂର୍ବକ ସର୍ବଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଥିଲେ। ଶିବ କ୍ରୋଧ ଏବଂ ଅଭିଶାପରେ ବ୍ୟଥିତ ହୋଇ କେତକୀ ଶିବଙ୍କୁ ଅନୁରୋଧ କଲା, ହେ ପ୍ରଭୁ, ଯୁଗ ଯୁଗ ଧରି ମୋ ସୁଗନ୍ଧରେ କୌଣସି ଉଣା ନ କରି ନିଃସ୍ୱାର୍ଥପର ଭାବେ ଆପଣଙ୍କ ମସ୍ତକ ମଣ୍ଡନ କରିଛି। ଯଦି କୌଣସି ପୁଣ୍ୟ ଥାଏ, ମୋତେ ଏହି ଗୋଟିଏ ଭୁଲ ପାଇଁ କ୍ଷମା ପ୍ରଦାନ କରନ୍ତୁ ପ୍ରଭୁ। ମୋତେ ଆପଣଙ୍କ ସେବାରୁ ବଞ୍ଚିତ କରନ୍ତୁ ନାହିଁ। ଶଙ୍କର କେତକୀ ଫୁଲକୁ କହିଲେ, ମୋର ଅଭିଶାପ ନିଷ୍ଫଳ ଯିବ ନାହିଁ, କିନ୍ତୁ ତୋର ପ୍ରାର୍ଥନା ଅନୁଯାୟୀ ସ୍ୱୀକାର କରୁଛି, ଶିବରାତ୍ରି ଗୋଟିଏ ଦିନ ତୁ ମୋର ଶିରମଣ୍ଡନ କରିବୁ। ତୁ ସତୀପୁଷ୍ପ ରୂପେ ଖ୍ୟାତ ହେବୁ। ଭ୍ରମର ଅଥବା କୌଣସି କୀଟ ତୋତେ ସ୍ପର୍ଶ କରିପାରିବେ ନାହିଁ। ସେଥିପାଇଁ ଶିବରାତ୍ରି ଦିନ ପ୍ରଭୁ ଶିବଙ୍କ ପୂଜାରେ କେତକୀ ଫୁଲର ବହୁ ଚାହିଦା ରହିଥାଏ। ଏଣେ ଅଭିଶାପରୁ ମୁକ୍ତ ହେବା ପାଇଁ ବେଦପତି ବ୍ରହ୍ମା ଶିବଙ୍କ ପାଖରେ ଆକୁଳ ପ୍ରାର୍ଥନା କରିବାରୁ ଶିବ ତାଙ୍କୁ କହିଲେ, ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରି ଯଜ୍ଞ ପୁରୁଷ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିପାରିଲେ ତୁମେ ଏ ଅଭିଶାପରୁ ମୁକ୍ତି ପାଇବ। ବ୍ରହ୍ମା ବିରଜା କ୍ଷେତ୍ରକୁ ଯଜ୍ଞସ୍ଥାନ ରୂପେ ନିରୂପଣ କରି ପୁଣ୍ୟତୋୟା ବୈତରଣୀ ନଦୀଙ୍କୁ ଏହି କ୍ଷେତ୍ରରେ ପ୍ରବାହିତ ହେବା ପାଇଁ ଅନୁରୋଧ କଲେ। ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟା ବୈତରଣୀ ସ୍ୱର୍ଗ ରାଜ୍ୟରୁ ଗୋନାସିକା ପର୍ବତରେ ଧରା ଅବତରଣ କରି ବ୍ରହ୍ମାଙ୍କ ପଛେ ପଛେ କୁଳୁକୁଳୁ ନାଦରେ ବହି ଆସିଲେ। ପୁଣ୍ୟତୋୟା ବୈତରଣୀଙ୍କ ପ୍ରବାହିତ ହେବା ପରେ ବ୍ରହ୍ମା ତାଙ୍କ ତଟ ଦଶାଶ୍ୱମେଧ ଘାଟଠାରେ ଏକ ଭବ୍ୟ ଯଜ୍ଞ କରି ଶାପମୁକ୍ତ ହେଲେ। ଏହି ବ୍ରହ୍ମଯଜ୍ଞରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ବରାହ ରୂପରେ ଆବିର୍ଭୂତ ହେଲେ। ଯାଜପୁରର କ୍ଷେତ୍ରେଶ୍ୱରୀ ମା ବିରଜା ମଧ୍ୟ ଏହି ବ୍ରହ୍ମଯଜ୍ଞ ସମ୍ଭୂତା। ଯାଜପୁରଠାରେ ଏବେ ବିରାଜିତ ସେହି ଯଜ୍ଞ ବରାହନାଥ ଓ ମା ବିରଜା। ମହାଶିବରାତ୍ରିର ମାହାତ୍ମ୍ୟ ଆଲୋଚନା କଲା ସମୟରେ ଶିବପୁରାଣର ଅନ୍ୟ ଏକ ତଥ୍ୟ ଅନୁସାରେ ଅମୃତ ପ୍ରାପ୍ତିର ଆକାଂକ୍ଷାରେ ଦେବତା ଏବଂ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ କରାଯାଇଥିଲା। ସେଥିରୁ ବାହାରିଥିବା 14 ଗୋଟି ଅମୂଲ୍ୟ ରତ୍ନ ଯେପରି ଉଚ୍ଚୈଃଶ୍ରବ ଅଶ୍ୱ, ଐରାବତ ହସ୍ତୀ, କାମଧେନୁ ଗାଈ, କୌସ୍ତୁଭମଣି, କଳ୍ପବୃକ୍ଷ, ଅପ୍ସରୀ, ପଞ୍ଚଜନ୍ୟ ଶଙ୍ଖ, ଚନ୍ଦ୍ର, ମା ଲକ୍ଷ୍ମୀ, ବାରୁଣୀ, ପାରିଜାତ ପୁଷ୍ପ, ଅମୃତ କଳସ, ପ୍ରଭୁ ଧନ୍ୱନ୍ତରୀ ପ୍ରମୁଖ ସମସ୍ତ ଦ୍ରବ୍ୟ ବ୍ୟତୀତ ହଳାହଳ ବିଷ ବା ଜହର ନିର୍ଗତ ହୋଇଥିଲା ବାସୁକୀ ମୁଖରୁ। ବ୍ରହ୍ମାଣ୍ଡ ଧ୍ୱଂସକାରୀ ବିଷକୁ ମହାଦେବ ଶିବ କାଳବିଳମ୍ବ ନ କରି ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ। ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ। ଶରୀର ନୀଳବର୍ଣ୍ଣ ଏବଂ କଣ୍ଠ ନୀଳ ରଙ୍ଗ ଧାରଣ କରିଥିଲା। ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ କରି ଉଜାଗରରେ ବସିଥିଲେ। ସେହି ରାତିକୁ ମନେ ପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ମହାଭାରତର ଶାନ୍ତି ପର୍ବରେ ବର୍ଣ୍ଣିତ ତଥ୍ୟ ଅନୁସାରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷ୍ୱାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ। ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ। ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ। ରାଜା ନିଜ ପୂର୍ବ ଜନ୍ମର କାହାଣୀ ବର୍ଣ୍ଣନା କଲେ। ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ। ଦିନକର କଥା, ଶିକାର ନିପୁଣ ବ୍ୟାଧ ଜୀବନରେ ଲକ୍ଷ୍ୟ ଭ୍ରଷ୍ଟ ନ ହୋଇ ଅସଂଖ୍ୟ ପଶୁଙ୍କୁ ହତ୍ୟା କରିଥିବା, ଶିକାରୀ ହାତରେ କୌଣସି ଶିକାର ନ ପଡ଼ିବା ଏବଂ ବଣରେ ବୁଲୁ ବୁଲୁ ହିଂସ୍ର ପଶୁମାନଙ୍କ ଦ୍ୱାରା ଆହତ ହେବା ଏକ ବିଡ଼ମ୍ବନା ଥିଲା। ସନ୍ଧ୍ୟା ଆଗତ ହେତୁ ହିଂସ୍ର ଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ନିକଟସ୍ଥ ଏକ କଣ୍ଟା ବୃକ୍ଷରେ ଆଶ୍ରୟ ନେଲା। ସେହି କଣ୍ଟା ବୃକ୍ଷ ପ୍ରକୃତରେ ଏକ ବେଲ ଗଛ ଥିଲା। ରାତି ସାରା ଉଜାଗର ରହିବା ପାଇଁ, ନିଦ ଆସିଲେ ତଳେ ପଡ଼ିଯିବାର ଭୟ, ଶିକାରୀ ନିଜେ ଶିକାର ହୋଇଯିବାର ଭୟ। ତେଣୁ ସେ ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲା। ଶିଶିର ପଡ଼ିଥିବା ବେଲପତ୍ର ଏବଂ ନିଜ ଲୁହ ତାଙ୍କ ଅଜାଣତରେ ସେହି ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଲୁକ୍କାୟିତ
ଶିବଲିଙ୍ଗ ଉପରେ ପଡୁଥାଏ। ସକାଳ ହେଲା ହେଲେ ବ୍ୟାଧ ସମ୍ପୂର୍ଣ୍ଣ ଅନାହାର, ଉଜାଗର ଏବଂ ଥଣ୍ଡା କୁହୁଡ଼ିରେ ଅତ୍ୟଧିକ ରକ୍ତକ୍ଷରଣ ହେତୁ ଚେତାଶୂନ୍ୟ ଭାବେ ବୃକ୍ଷରୁ ତଳକୁ ଖସି ମୃତ୍ୟୁବରଣ କଲା। ମୃତ୍ୟୁର ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଧର ଆତ୍ମାକୁ ଯମଦୂତମାନେ କବଳିତ କରିବା ଉଦ୍ଦେଶ୍ୟରେ ଭୂପୃଷ୍ଠରେ ଅବତରଣ କରନ୍ତେ ଦେଖିବାକୁ ପାଇଲେ ଶିବଗଣମାନେ ଦିବ୍ୟ ବିମାନରେ ଆସି ସେହି ଆତ୍ମାକୁ ଶିବଲୋକ ନେବା ପାଇଁ ପ୍ରସ୍ତୁତି ପଥେ ଅଗ୍ରସର ହେଉଛନ୍ତି। ଯମଦୂତମାନେ ତାର ପ୍ରାକ୍ ନୃଶଂସତା ଏବଂ ବର୍ବରତା ପୂର୍ଣ୍ଣ ଜୀବନ ହତ୍ୟାର ଚିଠା ଦେଖାଇ ତାର ମହାପାପର ପ୍ରାୟଶ୍ଚିତ ପାଇଁ ଯମଲୋକ ଯିବା ଜରୁରୀ ଯୁକ୍ତି ବାଢ଼ିଥିବା ବେଳେ ଶିବଗଣଙ୍କର ଆଦେଶ ଥିଲା ଏହି ଭକ୍ତ ଶିବରାତ୍ରି ପୂର୍ବ ଦିନରୁ ଉପବାସରେ ରହି ଉଜାଗର ପୂର୍ବକ ସଦ୍ୟ ବିଲ୍ୱପତ୍ର ଅର୍ପଣ ଏବଂ ନିର୍ମଳ ଜଳରେ ଶିବଲିଙ୍ଗଙ୍କୁ ସ୍ନାନ କରାଇଛନ୍ତି। ଏହି ପୂଜା ସମୟରେ ସେ କୌଣସି ପାପ କାର୍ଯ୍ୟରେ ଲିପ୍ତ ନାହାନ୍ତି। ତେଣୁ ଦେବଦେବ ମହାଦେବ ତାଙ୍କର ଅଜାଣତରେ କରିଥିବା ପୂଜାରେ ପ୍ରସନ୍ନ ହୋଇ ତାଙ୍କର ଇହ ଜନ୍ମର ସମସ୍ତ ପାପ ହରଣ କରିବା ସଙ୍ଗେ ସଙ୍ଗେ ଶିବ ସାନ୍ନିଧ୍ୟ ପ୍ରାପ୍ତ ଯୋଗ୍ୟ ବିଚାରି ଶିବଲୋକରେ ସ୍ଥାନ ଦେଇଛନ୍ତି। ଯମଦୂତମାନେ ବ୍ୟାଧର ପାପର ଫଳଠାରୁ ପୁଣ୍ୟର ଫଳ ଅଧିକ ଗ୍ରହଣ କରି ବ୍ୟାଧର ଆତ୍ମାକୁ ଶିବଗଣଙ୍କୁ ପ୍ରଦାନ କରି ରିକ୍ତ ହସ୍ତରେ ଯମପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ଅଜ୍ଞାତରେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଲୋତକ ଅର୍ପଣ କରି ଜଣେ ବ୍ୟାଧ ଶିବ କୃପା ଲାଭ କରି ଶିବଲୋକରେ ରହି ପରଜନ୍ମରେ ରାଜା ଚିତ୍ରଭାନୁ ନାମରେ ରାଜଗାଦି ଭୋଗ କରିଥିଲେ। ଅନ୍ୟ ଏକ ଗ୍ରନ୍ଥ ବୃହସ୍ପତି କୃତ୍ୟ ଶିବ କୌମୁଦୀ ଗ୍ରନ୍ଥରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଶିବରାତ୍ରି ତଥା ଫାଲ୍ଗୁନ ମାସରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ରୂପେ ବର୍ଣ୍ଣିତ ଅଛି। ବର୍ଷକ 12 ମାସ ମଧ୍ୟରେ ଏକାଦଶତମ ମାସ ହେଉଛି ଫାଲ୍ଗୁନ ମାସ। ରୁଦ୍ରଙ୍କ ସଂଖ୍ୟା ଏକାଦଶ ହୋଇଥିବାରୁ ସେହି ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ ମହାଶିବରାତ୍ରି ମାନ୍ୟତା ଦିଆଯାଇଛି ତଥା ଜ୍ୟୋତିର୍ଲିଙ୍ଗ ଉଦ୍ଭବ ଯୋଗୁଁ ଉକ୍ତ ଦିନର ଗୁରୁତ୍ୱ ଶୈବ ସଂସ୍କୃତିରେ ଶ୍ରେଷ୍ଠତମ ହୋଇ ଉଠିଛି। ସେଥିଲାଗି ସବୁ ବର୍ଣ୍ଣର ଲୋକ, ନାରୀ, ବୃଦ୍ଧ, ଶିଶୁ, କ୍ଷତ୍ରିୟ, ବ୍ରାହ୍ମଣ, ବୈଶ୍ୟ, ଶୂଦ୍ର ଦେବତାମାନେ ମଧ୍ୟ ସକାମ ଭକ୍ତି ହେଉ କିମ୍ବା ନିଷ୍କାମ ଭକ୍ତିରେ ଶିବ ଆରାଧନା କରିଥାନ୍ତି। ଶିବ ପୁରାଣରେ ବର୍ଣ୍ଣିତ ଶିବରାତ୍ରି ପୂର୍ବଦିନ ପୂଜା, ଉପାସନା ଓ ଶିବାଷ୍ଟୋତ୍ତର ମୂର୍ଚ୍ଛନା ଫଳରେ ନନ୍ଦୀଶ୍ୱର ମହାକାଳ ଅନୁଗ୍ରହ କରନ୍ତି। ଭକ୍ତି, ନିଷ୍ଠା, ଶୁଦ୍ଧତା ସହିତ ଶିବାଷ୍ଟକମ୍ ପାଠ କଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି। ସମଗ୍ର ବ୍ରହ୍ମାଣ୍ଡ ହିତ ସାଧନ ପାଇଁ ଆବଶ୍ୟକ ଅମୃତ ଶକ୍ତି ଆଦି ଭିକ୍ଷୁ ଶିବଲିଙ୍ଗରୁ ପ୍ରାପ୍ତ ହୋଇଥାଏ। ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଆଶ୍ରୟ କରି ଯେଉଁ ଅନ୍ଧକାରମୟ ରାତ୍ରିର ଉଦୟ ହୋଇଥାଏ ସେହି ରାତ୍ରିକୁ ମହାଶିବରାତ୍ରି କୁହାଯାଏ। ଏହି ସମୟ ମନୁଷ୍ୟର ସମସ୍ତ ପାପକୁ ଶୁଦ୍ଧ କରିବା ନିମିତ୍ତ ସମର୍ଥ, କାରଣ ଏହି ଦିନ ଭୂତଳରେ ଥିବା ସମସ୍ତ ଚଳ ଓ ଅଚଳ ଶିବଲିଙ୍ଗରେ ଶିବ ବିଭୂତି ସଂକ୍ରମଣ କରେ। ଯେଉଁ ମନୁଷ୍ୟ ଏହି ଦିନ ଓಂ ସଦ୍ୟ ଜାତାୟ ନମଃ, ଓಂ ବାମଦେବାୟ ନମଃ, ଓಂ ଅଘୋରାୟ ନମଃ, ଓಂ ଈଶାନାୟ ନମଃ, ଓಂ ତତ୍ପୁରୁଷାୟ ନମଃ ଉଚ୍ଚାରଣ କରି ଗନ୍ଧ, ପୁଷ୍ପ, ଚନ୍ଦନ, ଧୂପ, ଦୀପ ନୈବେଦ୍ୟ ସହିତ ଅନାହାରେ ଉଜାଗର ପୂର୍ବକ ପୂଜନ କରିବ, ତାର ସମସ୍ତ ପାପ ନାଶ ଯିବ। ଉକ୍ତ ଚତୁର୍ଦ୍ଦଶୀ ତିଥି ଦିନ ଯେଉଁମାନେ ଉପବାସ କରନ୍ତି ସେମାନେ ନିଶ୍ଚିତ ଭାବେ ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିପାରନ୍ତି। ସ୍ନାନ, ଧୂପ, ଅର୍ଘ୍ୟ, ପୁଷ୍ପ ଦେବାଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ଉପବାସ ସହିତ ଅହୋରାତ୍ର ଉଜାଗର। ବୈଷ୍ଣବମାନଙ୍କ ଏକାଦଶୀ ତିଥି ପରି ଶୈବମାନଙ୍କର ଚତୁର୍ଦ୍ଦଶୀ ତିଥି ମୁଖ୍ୟ ଅଟେ। ସବୁ ଚତୁର୍ଦ୍ଦଶୀ ଶିବରାତ୍ରି ସ୍ୱରୂପ ଅଟେ। ଜ୍ୟୋତିଷ ଗଣନା ଅନୁସାରେ ପ୍ରତିପଦା ଆଦି 16 ତିଥି ଯେପରି ଅଗ୍ନି ଆଦି ଦେବତାମାନଙ୍କର ପ୍ରିୟ ତଥା ଅଧିପତି ଅଟନ୍ତି, ସେହିଭଳି ଚତୁର୍ଦ୍ଦଶୀ ତିଥି ଶିବଙ୍କ ପ୍ରିୟ ତଥା ସେ ତିଥିର ଅଧିପତି ଅଟନ୍ତି। ଈଶାନ ସଂହିତା ମତେ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବ ଲିଙ୍ଗ ରୂପେ ଆବିର୍ଭୂତ ହୋଇ ବ୍ରହ୍ମା ବିଷ୍ଣୁଙ୍କ ବିଦ୍ୱେଷ ଖଣ୍ଡନ କରିଥିଲେ। ଶିବରାତ୍ରି କହିଲେ ସାଧାରଣତଃ ମହାଶିବରାତ୍ରିକୁ ହିଁ ବୁଝାଇଥାଏ, କିନ୍ତୁ ହିନ୍ଦୁ ପୁରାଣ ଶାସ୍ତ୍ର ଅନୁସାରେ 4 ପ୍ରକାର ଶିବରାତ୍ରିର ବର୍ଣ୍ଣନା ଅଛି। ପ୍ରଥମ ହେଲା ନିତ୍ୟ ଶିବରାତ୍ରି, ଯାହା ସୂର୍ଯ୍ୟ ଉଦୟ କିଛି ସମୟ ପୂର୍ବର ମୁହୂର୍ତ୍ତ। ଏହି ସମୟରେ ଶିବ
लिंगोद्भव रूपे अवतार नहीं। द्वितीय है पाक्षिक शिवरात्रि शुक्लपक्ष अर्थात अमावास्या ठारू पूर्णमी पूर्ववर्ती चतुर्दशी पर्यंत 13 दिन। ଏହି 13 ଦିନ ପରମେଶ୍ୱରଙ୍କ ଆରାଧନା ପାଇଁ ପ୍ରକୃଷ୍ଟ ସମୟ। ତୃତୀୟ ଶିବରାତ୍ରି ମାସିକ ଶିବରାତ୍ରି ପ୍ରତି ମାସର କୃଷ୍ଣପକ୍ଷ ଚତୁର୍ଦଶୀ ଦିନ ଶିବ ଉପାସନାର ଦିନ। ପୂଜା ଅର୍ଚ୍ଚନା ରୁଦ୍ରାଭିଷେକ ଜାଗରଣ ପୂର୍ବକ ଦୀକ୍ଷା ଗ୍ରହଣ କାର୍ଯ୍ୟ କରାଯାଏ। ଚତୁର୍ଥ ଶିବରାତ୍ରି ହେଲା ମାଘ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥି। ପରମେଶ୍ୱର ଦିବ୍ୟ ଜ୍ୟୋତିର୍ଲିଙ୍ଗ ରୂପେ ଅବତାର ଧାରଣ କରିଥିବା ପବିତ୍ର ଦିନ। ଏହା ସ୍ୱତନ୍ତ୍ର ପର୍ବ। ଏହା ରାତ୍ର ସମୟରେ ପାଳନ ବିଧି। ଏହା ଏକ ବ୍ରତ। ପୂଜା ଅର୍ଚ୍ଚନା ଧୂପ ପ୍ରଦୀପ ପ୍ରଜ୍ୱଳନ ନୈବେଦ୍ୟ ଅର୍ପଣ ଉପାସନା ଉଜାଗର ଶୁଦ୍ଧ ଆଚରଣ ଶିବ ପଞ୍ଚାକ୍ଷରୀ ଉଚ୍ଚାରଣ ବହୁବିଧ ଉପଚାରରେ ପାଳନ ହେଉଥିବା ପର୍ବ। ଜଟାଧାରୀ ହୋଇ ଗଳାରେ ରୁଦ୍ରାକ୍ଷ ଧାରଣ କରି ମଥାରେ ବିଭୂତି ଲେପନ ଏବଂ ଗେରୁଆ ବସ୍ତ୍ର ଧାରଣ କଲେ ଶିବ ସାନ୍ନିଧ୍ୟ ପ୍ରାପ୍ତ ହୁଏ ନାହିଁ। ବରଂ ଗର୍ବ ଅହଙ୍କାର ତ୍ୟାଗ ପର ଆପଣାର ତାରତମ୍ୟ ନଥାଇ ସ୍ୱାର୍ଥବିହୀନ ସାର୍ଥକ ଜୀବନରେ ଦୁଃଖୀ ରଙ୍ଗୀ ଧନୀ ଦରିଦ୍ର ନିର୍ବିଶେଷରେ ସମଗ୍ର ମାନବ ଜାତିକୁ ଆପଣାର କରିବା ହିଁ ଶିବ ମନ୍ତ୍ରୀ କରିବା ହିଁ ଶିବ ମନ୍ତ୍ର। ବ୍ରହ୍ମାଣ୍ଡର ସମସ୍ତ ଦୁଃଖ ଯାତନା ହଳାହଳକୁ ବିନା ପ୍ରଶ୍ନରେ ଗ୍ରହଣ କରିବା ହିଁ ଶିବତ୍ୱ। ସଂସାରକୁ ଭଲ ଦେଇ ଖରାପ ଗ୍ରହଣ କରିବା, ନିଃସ୍ୱ ନିରାଡମ୍ବର ଜୀବନଯାପନ, ମୟୂର ସର୍ପ ସର୍ପ ମୂଷିକ ସମସ୍ତଙ୍କୁ ଗୋଟିଏ ପରିବାରର ଅଂଶ କରିବା, ଶତ୍ରୁତା ବିଲୋପ କରି ମିତ୍ରତାର ସହିତ ରହିବା ହେଉଛି ଶିବ ରକ୍ଷା। ସମ୍ପୂର୍ଣ୍ଣ ବସୁଧା ଏକ କୁଟୁମ୍ବ ମାନ୍ୟ କରି ନିଜେ ବଞ୍ଚିବା ଏବଂ ଅନ୍ୟମାନଙ୍କ ବଞ୍ଚିବାର ମାର୍ଗ ପ୍ରଶସ୍ତ କରିବା ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର। ଓಂ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନଂ ଉର୍ବାରୁକମିବ ବନ୍ଧନାନ୍ ମୃତ୍ಯೋର୍ମୁକ୍ଷ୍ୟମାମୃତାତ୍। ଓಂ ନମଃ ଶିବାୟ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଏକ ସୁନ୍ଦର ଆଲୋଚନା, ଜାଗର ରାତିର ପର୍ବ ମହାଶିବରାତ୍ରି। ଆଲୋଚକ ଥିଲେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ। ଆଜିର ଆଲୋଚନା ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।